ଏବେ ତ ଜଙ୍ଗଲରେ ଖରାଦିନ ଚାଲିଥାଏ। ରିଙ୍କି ଚଢ଼େଇ ତା ମାଠିଆ ନେଇ ନଦୀକୁ ପାଣି ଆଣିବାକୁ ଚାଲିଯାଏ। ଆରେ ବାହାରେ କେତେ ଜୋରରେ ଖରା ହେଇଛି। ଏମିତି ଲାଗୁଛି ଯେମିତି ସୂର୍ଯ୍ୟ ତଳକୁ ଚାଲି ଆସିଛନ୍ତି। ମୁଁ ଜଲ୍ଦି ପାଣି ନେଇ ଚାଲିଯାଏ। ଏମିତି କହି ରିଙ୍କି ଚଢ଼େଇ ମାଠିଆରେ ପାଣି ଭରେ ଆଉ ତା ଘରକୁ ଫେରୁଥାଏ। ହେଲେ ରିଙ୍କି ଚଢ଼େଇର ବାଟରେ ସାନୁ କାଉ ସାଙ୍ଗରେ ଦେଖା ହେଇଯାଏ। ଆରେ ସାନୁ ଭାଇ, ଏତେ ଜୋରରେ ଖରା ହେଇଛି, ଏଇ ଖରାରେ ତୁମେ କୁଆଡ଼େ ଯାଉଛ? ରିଙ୍କି, ତତେ ଆଉ କ'ଣ କହିବି? ରାନୁକୁ ଭାରି ଜୋରରେ ଭୋକ ଲାଗିଲାଣି। ତା ପାଇଁ କିଛି ସୁଆଦିଆ ଫଳ ଖୋଜିବାକୁ ମୁଁ କୃଷକର କ୍ଷେତକୁ ଯାଉଛି। ଆରେ ସାନୁ ଭାଇ, କାଲି ସନ୍ଧ୍ୟା ବେଳେ ତ ତୁମେ ଏତେ ସାରା ଫଳ ନେଇ ଘରକୁ ଫେରିଥିଲ। କ'ଣ ସବୁ ଫଳ ସରିଗଲା? ନା ନା ରିଙ୍କି, ଫଳ ତ ଆହୁରି ଅଛି। ହେଲେ ରାନୁର ତ ଗୋଟେ ଖରାପ ଅଭ୍ୟାସ। ସିଏ କାଲିର ଖାଇବା ଜମା ହେଲେ ବି ଆଜି ଖାଇବନି। ତାରି ପାଇଁ ମୋତେ କିଛି ଫଳ ଖୋଜିବାକୁ ଯିବାକୁ ପଡ଼ୁଛି। ତେଣିକି ଖରା ହଉ ବା ବର୍ଷା, ମୋତେ ତ ଯିବାକୁ ହେବ। ଏମିତି କହି ସାନୁ କାଉ ସେଠାରୁ ଉଡ଼ିଯାଏ। ସତରେ କେତେ ଜୋରରେ ଖରା ହେଇଛି। ହେଲେ ବିଚରା ସାନୁ ଭାଇଙ୍କି ଏଇ ଖରାରେ ବି ଖାଦ୍ୟ ଖୋଜିବାକୁ ଯିବାକୁ ପଡ଼ୁଛି। ତାପରେ ରିଙ୍କି ଚଢ଼େଇ ତା ପାଣି ମାଠିଆ ନେଇ ଘରକୁ ଚାଲି ଆସେ। ଖରା ବେଳ ଯାଇ ସନ୍ଧ୍ୟା ହେଇଯାଏ। ସାନୁ କାଉ ଗୋଟେ ପାଚିଲା ଟମାଟୋ ନେଇ ଘରକୁ ଚାଲି ଆସେ। ସାନୁ, ଖରା ବେଳୁ ଯାଇଛ ଆଉ ସନ୍ଧ୍ୟାରେ ଫେରୁଛ, ପୁଣି ଗୋଟିଏ ପଚରା ଟମାଟୋ ନେଇ? ମୁଁ ଏ ଟମାଟୋ ଖାଇବିନି। ୟାକୁ ଦେଖି ମୋ ଭୋକ ତ ମରିଗଲାଣି। ନା ନା ରାନୁ, ଟମାଟୋ ତ ବହୁତ ଭଲ ଅଛି। ବହୁତ ଜୋରରେ ଖରା ହେଉଛି ତ ସେଇଥିପାଇଁ ଇଏ ଏମିତିକା ଦେଖାଯାଉଛି। ତୁମେ ଖାଇକି ଦେଖ, ଭାରି ସୁଆଦିଆ ଲାଗିବ। ନା, ମୋର ଖାଇବାର ନାହିଁ। ମୁଁ ମୋ ସାଙ୍ଗ ପିଙ୍କି ଘରକୁ ଯାଉଛି। ତା ଘରେ ତ ଏସି ଲାଗିଛି। ମୁଁ ସେଇଠି ଥଣ୍ଡା ପବନ ଖାଇକି ଆସିବି। ଏମିତି କହି ରାନୁ କାଉ ଆଇନା ଧରି ସଜେଇ ହୁଏ। ଯଦି ଏଇ ପଡ଼ୋଶୀ ପିଙ୍କି ଘରକୁ ଯାଉଛ, ତାହେଲେ ଏତେ ସଜବାଜ ହେବାର କ'ଣ ଦରକାର? ଓହୋ, ଏବେ ତାହେଲେ ତୁମେ ମୋ ଉପରେ ସନ୍ଦେହ କରିବା ଆରମ୍ଭ କରିଦେଲଣି। ତୁମେ ଯଦି ଚାହୁଁଛ ମୁଁ ତୁମ ସାଙ୍ଗରେ ରହିବି, ମୁଁ ଯାହା ଯାହା କହୁଛି ମୋତେ ସେସବୁ ଆଣିକି ଦିଅ। ହେଲେ ରାନୁ, କୁହ ତ, ତୁମେ ଏବେ କୁଆଡ଼େ ଯାଉଛ? ହେଲେ ରାନୁ କାଉ ତ ସାନୁ କାଉର ପ୍ରଶ୍ନର କିଛି ହେଲେ ଉତ୍ତର ଦିଏ ନା, ଆଉ ସେଠାରୁ ଉଡ଼ିଯାଏ। କିଛି ଦୂରରେ ମଣ୍ଟୁ କାଉ ତା ନାଲି ରଙ୍ଗର କାର୍ ସାଙ୍ଗରେ ଛିଡ଼ା ହୋଇଥାଏ। ମଣ୍ଟୁ, ତୁମେ ଯେତେବେଳେ ବି ମୋତେ ଦେଖା କରିବାକୁ ଆସୁଛ, ସବୁବେଳେ ନୂଆ ନୂଆ କାର୍ ନେଇକି ଆସୁଛ। ତୁମ ପାଖରେ ଏମିତି କେତୋଟି କାର୍ ଅଛି? ରାନୁ, ମୋ ପାଖରେ ତ ଏମିତିକା ବହୁତ ରଙ୍ଗର କାର୍ ଅଛି। ଦେଖ ରାନୁ, ମୁଁ ଆଜି ତୁମ ପାଇଁକା ସୁଆଦିଆ ଖେଚେଡ଼ି ନେଇକି ଆସିଛି। ଏମିତି ସେଇ ମଣ୍ଟୁ କାଉ ଆଉ ରାନୁ କାଉ ବହୁତ କଥା ହୁଅନ୍ତି। ରାନୁ, ଆଉ କେତେ ଦିନ? ମା ତ ମୋତେ ସବୁବେଳେ ବାହା ହେବା ପାଇଁ କହୁଛି। ହଁ ମଣ୍ଟୁ, ମୁଁ ବି ସେଇ ସାନୁର ଭଙ୍ଗା ଘରେ ରହି ରହି ପୁରା ଥକି ଗଲିଣି। ତାହେଲେ ରାନୁ, ତୁମେ ପ୍ରସ୍ତୁତ ହେଇକି ଥିବ। ମୁଁ ଆଜି ରାତିରେ ତୁମକୁ ନେବାକୁ ଆସିବି। ଆଉ ହଁ ରାନୁ, ତୁମର ସବୁ ଗହଣା ବି ବ୍ୟାଗରେ ରଖିଦେଇଥିବ। ହଁ ମଣ୍ଟୁ, ତୁମେ ବ୍ୟସ୍ତ ହୁଅନା। ମୁଁ ମୋର ସବୁ ସୁନା ଗହଣାକୁ ବ୍ୟାଗରେ ରଖିନେବି। କିଛି ସମୟ ପରେ ରାତି ହେଇଯାଏ। ରାନୁ କାଉ ସାନୁ କାଉର ଖାଇବାରେ ନିଦ ଔଷଧ ମିଶେଇ ଦିଏ। ସାନୁ କାଉ ଖାଇବା ଖାଇ ଆରାମରେ ଶୋଇପଡ଼େ। ତାପରେ ସାନୁ କାଉର ସ୍ତ୍ରୀ ରାନୁ କାଉ ତାର ସବୁ ସୁନା ଗହଣାକୁ ଗୋଟେ ବ୍ୟାଗରେ ଭର୍ତ୍ତି କରେ, ଆଉ ଝରକା ପାଖରେ ବସି ମଣ୍ଟୁ କାଉକୁ ଅପେକ୍ଷା କରିଥାଏ। କିଛି ସମୟ ପରେ ମଣ୍ଟୁ କାଉ ଆସି ଗାଡ଼ିର ହର୍ଣ୍ଣ ବଜାଏ। ରାନୁ କାଉ ଯାଇ ସିଧା ଗାଡ଼ିରେ ବସିଯାଏ। ମଣ୍ଟୁ, ଏଥର ଜଲ୍ଦି ଚାଲ, ସାନୁକୁ ମୁଁ ନିଦ ଔଷଧ ଖାଇବାକୁ ଦେଇ ଦେଇଛି। ତାପରେ ରାନୁ କାଉ
ମଣ୍ଟୁ କାଉ ସାଙ୍ଗରେ ସେଠାରୁ ଚାଲିଯାଏ। ସକାଳ ହେଇଯାଏ। ସାନୁ କାଉ ବି ନିଦରୁ ଉଠିଯାଏ। ଆରେ ରାନୁ, କୁଆଡ଼େ ଗଲ? ଜଲ୍ଦି ମୋ ପାଇଁ ଜଳଖିଆ ଆଣ, ତାପରେ ମୁଁ କାମକୁ ଯିବି। ହେଲେ କିଛି ହେଲେ ଉତ୍ତର ଆସେନା। ତାପରେ ସାନୁ କାଉର ନଜର ରାନୁ କାଉର ବସା ଉପରେ ଥିବା ଚିଠି ଉପରେ ପଡ଼େ। ସାନୁ, ମୁଁ ଆଉ ତୁମ ସାଙ୍ଗରେ ଏଇ ଭଙ୍ଗା ଘରେ ରହିପାରିବିନି। ମୋତେ ଗୋଟିଏ ଧନୀ ଜୀବନସାଥୀ ମିଳିଯାଇଛି। ମୁଁ ତା ସାଙ୍ଗରେ ଯାଉଛି। ସେଇ ଚିଠି ପଢ଼ିବା ପରେ ତ ସାନୁ କାଉ କାନ୍ଦିବାକୁ ଲାଗେ। ରାନୁ, ତୁମେ ଏମିତି କାହିଁକି କଲ? ଏଠି କ'ଣ ତୁମ ପାଇଁ କମ୍ ହେଇଯାଇଥିଲା? ମୁଁ ତୁମକୁ କେବେ ହେଲେ କ୍ଷମା କରିବିନି। ଏପଟରେ ରାନୁ କାଉ ମଣ୍ଟୁ କାଉ ସାଙ୍ଗରେ ସହର ପାଖ ଜଙ୍ଗଲରେ ଆରାମରେ ବୁଲୁଥାଏ। ସତରେ ମଣ୍ଟୁ, ସାନୁ ମୋତେ କେବେ ହେଲେ ଏତେ ଭଲ ଜାଗାକୁ ଆଣିନଥିଲେ। ଚାଲ ଆମେ ଯାଇ କିଛି ଗୁପଚୁପ ଖାଇବା। ହଁ ରାନୁ, ହେଲେ ମୁଁ ପ୍ରଥମେ ସୁନା ଦୋକାନକୁ ଯାଇ ଏଇ ସୁନା ସବୁକୁ ବଦଳେଇ ଦିଏ। ଏସବୁ ହେଉଛି ପୁରୁଣା ଡିଜାଇନର। ମୁଁ ତୁମକୁ ନୂଆ ଡିଜାଇନର ଭଲ ସୁନା କିଣେଇ ଦେବି। ସେଇ ପାଖରେ ଗଛ ମୂଳେ ଗୋଟିଏ ବେଞ୍ଚ ପଡ଼ିଥାଏ। ରାନୁ, ତୁମେ କିଛି ସମୟ ଏଇଠି ବସ। ମୁଁ ସାଙ୍ଗେ ସାଙ୍ଗେ ଗହଣାର ଟଙ୍କା ନେଇ ଆସୁଛି। ହଉ, ତୁମେ ଜଲ୍ଦି ଆସିବ। ମୁଁ ତ ଏଠି କାହାକୁ ବି ଚିହ୍ନି ନେଇ। ବବଲୁ, ଚାଲ ଆମେ ମିଶିକି ପରିବା ଚାଷ କରିବା। ଆଉ କିଛି ଦିନ ପରେ ତ ଗରମ ଅଧିକ ବଢ଼ିଯିବ। ଆମେ କୋଉଠୁ ଖାଦ୍ୟ ଖୋଜିବାକୁ ଯିବା? ମୋ ପାଖରେ କିଛି ପରିବା ମଞ୍ଜି ଅଛି। ହଁ ବବଲୁ, ମୋ ପାଖରେ ବି କିଛି ପରିବାର ମଞ୍ଜି ଅଛି। ତାପରେ ବବଲୁ ପାରା ଆଉ ସାନୁ କାଉ ଦୁଇ ଜଣ ମିଶି ସାନୁ କାଉର ଘର ଆଗରେ ଚାଷ କାମ କରିବା ଆରମ୍ଭ କରି ଦିଅନ୍ତି। ଏପଟରେ ରାନୁ କାଉ ମଣ୍ଟୁ କାଉକୁ ଅପେକ୍ଷା କରି ବସିଥାଏ। ଆରେ, ଏଇ ମଣ୍ଟୁ ଏପର୍ଯ୍ୟନ୍ତ କ'ଣ ଆସିନାହାନ୍ତି? ସେ ତ ଏତେବେଳକୁ ଆସିଯିବାର ଥିଲା। କାଉ ଭଉଣୀ, ଆପଣ କେତେବେଳୁ ଏଇଠି ବସିଛନ୍ତି? ଏବେ ଆପଣ ଏଠାରୁ ଉଠି ଯାଆନ୍ତୁ। କିଛି ସମୟ ପରେ ମୋ ଗ୍ରାହକମାନେ ଆସିବେ। ତାପରେ ରାନୁ କାଉ କିଛି ଆଗକୁ ଯାଏ। ତାକୁ ସେଇଠି ଗୋଟିଏ ସୁନା ଦୋକାନ ମିଳିଯାଏ। ରାନୁ କାଉ ସେଇ ସୁନା ଦୋକାନକୁ ଚାଲିଯାଏ। ଭାଇ, ତୁମ ଦୋକାନକୁ ଗୋଟେ କାଉ ଏବେ କିଛି ଗହଣା ନେଇକି ଆସିଥିଲା। ସିଏ କୁଆଡ଼େ ଗଲା? ଆରେ, ସିଏ ତ ସବୁବେଳେ ମୋ ଦୋକାନକୁ କାହାର ନା କାହାର ଗହଣା ନେଇକି ଆସେ। ଲାଗୁଛି ବୋଧେ ଏଇଥର ତୁମେ ତା ଜାଲରେ ଫସି ଯାଇଛ। ନା ନା, ତୁମେ ଭୁଲ ବୁଝୁଛ। ସେଇ କାଉର ଥଣ୍ଟ ଟିକେ ଲମ୍ବା ଥିଲା। ନା ନା ଭଉଣୀ, ମୁଁ ଭୁଲ ବୁଝୁନି, ବରଂ ତୁମେ ଭୁଲ ବୁଝୁଛ। ତା ନା ମଣ୍ଟୁ କାଉ। ସେ ବହୁତ ବଡ଼ ଚୋର। ଆଉ ଏଇଟା ହେଉଛି ତାର ନିତିଦିନିଆ କାମ। ରାନୁ କାଉ ସେଠାରୁ ଦୂରକୁ ଚାଲି ଆସେ। ଆଉ ଗୋଟେ ଗଛ ମୂଳେ ବସି କାନ୍ଦିବାକୁ ଲାଗେ। ହେ ଭଗବାନ, ମୁଁ ତ ଏବେ ବଦନାମ ବି ହେଇଯାଇଛି। ଗହଣା ସବୁ ବି ମୋର ଗଲା। ମୁଁ ତ ଏବେ ଆଉ କାହାକୁ ମୁହଁ ବି ଦେଖେଇ ପାରିବିନି। ସାନୁ, ଆଜିର କାମ ତ ସମ୍ପୂର୍ଣ୍ଣ ହେଇଗଲା। ହଉ, ମୁଁ ଏବେ ଯାଉଛି। ଏମିତି ଦେଖୁ ଦେଖୁ କିଛି ଦିନ ବିତିଯାଏ। ସାନୁ କାଉ ଆଉ ବବଲୁ ପାରାର କ୍ଷେତରେ ଏବେ ପରିବା ସବୁ ଲାଗି ସାରିଥାଏ। ସାନୁ କାଉର ଅବସ୍ଥା ଏବେ ବଦଳି ସାରିଥାଏ। ସାନୁ କାଉକୁ ଆଉ ଟଙ୍କା ଖାଇବାର କିଛି ଚିନ୍ତା ନଥାଏ। ଏମିତି ଦେଖୁ ଦେଖୁ କିଛି ଦିନ ବିତିଯାଏ। ଆଜି ରାନୁ କାଉ ମୁହଁରେ କପଡ଼ା ଭିଡ଼ି ସାନୁ କାଉର କ୍ଷେତରେ ବସି ଟମାଟୋ ଖାଉଥାଏ। ଆରେ ଚୋରଣୀ କାଉ, ତୁ ଆଜି ଧରା ପଡ଼ି ଯାଇଛୁ। ମୋ କ୍ଷେତରୁ ପରିବା ଚୋରି କରିଛୁ। ସେଇଠି ଛିଡ଼ା ହୋ। ଆଉ ହଁ, ମୁହଁରୁ ଜଲ୍ଦି କପଡ଼ା ହଟା। ମୋତେ କ୍ଷମା କରିଦିଅ। ମୁଁ ଆଉ ଜମା ହେଲେ ବି ଏଠାକୁ ଆସିବିନି। ଭାରି ଭୋକ ଲାଗୁଥିଲା, ସେଇଥିପାଇଁ ଟିକେ ଟମାଟୋ ଖାଉଥିଲି। ଆରେ, ଯଦି ତୁମକୁ ଭୋକ ଲାଗୁଥିଲା ତାହେଲେ ମୋତେ କହିଲନି ଏମିତି ଚୋରି କ'ଣ ପାଇଁ କଲ? ଚୋରି କରିବା ଭାରି ଖରାପ। ଆଉ ହଁ, ମୁହଁରୁ କପଡ଼ା ହଟାଅ।
ମୁଁ ତ ତୁମକୁ କୋଉଠି ଦେଖିଛି। ଯେମିତି ରାନୁ କାଉ ମୁହଁରୁ କପଡ଼ା ହଟାଏ, ସାନୁ କାଉ ସାଙ୍ଗେ ସାଙ୍ଗେ ରାନୁ କାଉର ପାଖକୁ ଚାଲିଯାଏ। ରାନୁ, ତୁମେ କୁଆଡ଼େ ଚାଲି ଯାଇଥିଲ? ମୁଁ ତୁମକୁ ସବୁଆଡ଼େ ଖୋଜିଲି। ସାନୁ, ମୋତେ କ୍ଷମା କରିଦିଅ। ମୋ ଦ୍ୱାରା ଗୋଟେ ବହୁତ ବଡ଼ ଭୁଲ ହେଇଗଲା। ରାନୁ, ମୁଁ ତୁମ ଉପରେ ଜମା ହେଲେ ବି ରାଗିନି। ତୁମେ ଫେରି ଆସିଲ, ସେଇଟା ବହୁତ ବଡ଼ କଥା। ଚାଲ ଘରକୁ ଯିବା। ମୁଁ ତ ଆହୁରି 3ଟି ନୂଆ ଘର କରିସାରିଛି, ଆଉ ଘରର ସବୁ ଜିନିଷପତ୍ର ବି। ଏମିତି ସାନୁ କାଉ ରାନୁ କାଉକୁ କ୍ଷମା କରିଦିଏ, ଆଉ 2 ଜଣ ସାଙ୍ଗ ହେଇ ତାଙ୍କ ଘରକୁ ଫେରନ୍ତି। 2 ଜଣ ଏବେ ବହୁତ ଖୁସିରେ ରୁହନ୍ତି। ସାଙ୍ଗମାନେ, ଆଜିର ପ୍ରଶ୍ନ, ସାନୁ କାଉ କାହା ସାଙ୍ଗରେ ମିଶି ଚାଷ କାମ ଆରମ୍ଭ କରିଥିଲା? ଏ ରିଙ୍କି ଚଢ଼େଇ, ବି ମିଟୁ ଶୁଆ, ସି ବବଲୁ ପାରା, ଡି ମଣ୍ଟୁ କାଉ। ଉତ୍ତର କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।